ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମକୁ ଦୃଢ ଆଜ୍ଞା ଦେଉଅଛି। ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ। ପୁଣି ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର। ପୁଣି ଧମକ ଓ ଉତ୍ସାହ ଦାନ କର। କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ସ୍ମୃତିପଥୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷ ଅନୁସାରେ ଆପଣାମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। କିନ୍ତୁ ତୁମେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର, ସୁସମାଚାର ପ୍ରଚାର କାର୍ଯ୍ୟ ସାଧନ କର ଓ ତୁମ ସେବାର କାର୍ଯ୍ୟ ସମ୍ପନ୍ନ କର। ପ୍ରଭୁ ଏହି ପଠିତ ଶାସ୍ତ୍ରାଂଶକୁ ପୁଣି ଆମମାନଙ୍କୁ ଶ୍ରବଣରେ ଆଶୀର୍ବାଦ କରନ୍ତୁ। ପ୍ରିୟମାନେ, ପାଉଲ ଜାଣିଥିଲେ ଯେ ମଣ୍ଡଳୀର ଅବସ୍ଥା କୁଆଡକୁ ଯିବ। ମଣ୍ଡଳୀର ଲୋକମାନେ କୋଉ ସବୁ ବିଷୟ ଗୁଡାକୁ ପସନ୍ଦ କରିବେ। ତ ପ୍ରଥମରୁ ସେ ତିମୋଥୀଙ୍କୁ କଣ କରୁଛନ୍ତି, ଏଥିରେ ସଚେତନ ହେବା ପାଇଁ, ସଜାଗ ହେବା ପାଇଁ, ପ୍ରସ୍ତୁତ ରହିବା ପାଇଁ ଶିକ୍ଷା ଦଉଥିଲେ। ଅତି ସୁନ୍ଦର ବିଷୟ ଯେ ପାଉଲ ଗୋଟେ ଯୁବା ପୁଅକୁ ତିମୋଥୀଙ୍କୁ ଯେତେବେଳେ ପ୍ରସ୍ତୁତ କରୁଛନ୍ତି, କି ପ୍ରକାର ଭାବରେ ପ୍ରଚାର କରିବେ, କି ପ୍ରକାର ଭାବରେ ତାଙ୍କର ସେବାର କାର୍ଯ୍ୟକୁ ସେ ସମ୍ପନ୍ନ କରିବେ, କି ପ୍ରକାର ଆଜିକାର এই ଆଡମ୍ବରପୂର୍ଣ୍ଣ ଯୁଗର ଲୋକମାନେ ଯେ ପ୍ରକାର ସେପରି ସେ ନ ହେବେ, ତ ତାଙ୍କୁ ସେ ଗଠନ କରୁଛନ୍ତି। କାରଣ ସେ ପ୍ରଥମରୁ ଜାଣିଛନ୍ତି, ଆଉ ସେଥିପାଇଁ ସେ କହୁଛନ୍ତି ଯେ ଦେଖ, ସମୟ ଆସୁଛି ଯେତେବେଳେ ଲୋକମାନେ ଆଉ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, କିନ୍ତୁ ସେମାନେ ସ୍ମୃତି ମଧ୍ୟର କଥାରେ ସନ୍ତୁଷ୍ଟ ହେବେ। ତାଙ୍କ ନିଜର ଅଭିଳାଷ ଅନୁସାରେ ସେମାନେ କଣ କରିବେ, ବହୁ ସଂଖ୍ୟକ ଶିକ୍ଷକ ସଂଗ୍ରହ କରିବେ। ସେଇ ସମୟରେ ଆଉ ଗୋଟିଏ ଘଟଣା ଘଟୁଥିବ କଣ, ଯେ ସେମାନେ ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଆଜିକାର ମଣ୍ଡଳୀକୁ ଯଦି ଆମେ ଦେଖିବୁ, ଆଜିକାର ମଣ୍ଡଳୀର ଅବସ୍ଥା ମଧ୍ୟ ସେଇ ପ୍ରକାର। ଆଜିକାର ମଣ୍ଡଳୀରେ ମଧ୍ୟ କଣ ହୁଏ, ହିତଜନକ ଶିକ୍ଷାକୁ ଲୋକମାନେ ସହ୍ୟ କରିପାରନ୍ତି ନାହିଁ। ସେମାନେ ମଧ୍ୟ ସେମାନଙ୍କର ଅଭିଳାଷ ଅନୁସାରେ ସେମାନଙ୍କର ପସନ୍ଦ ଯୋଗ୍ୟ ଶିକ୍ଷକ ମାନଙ୍କୁ ସେମାନେ ସଂଗ୍ରହ କରନ୍ତି। ଆଉ ଜଣେ ନୁ, ଦୁଇ ଜଣ ନୁ, ବହୁ ସଂଖ୍ୟକ। ତାଙ୍କର ଅଭ୍ୟାସରେ ପଡିଗଲେଣି ସେମାନେ ଯେ ସେମାନେ ଆଉ ସତ୍ୟ ବାକ୍ୟକୁ କାନ ଦଉନାହାନ୍ତି, ସେମାନେ କଳ୍ପିତ କାହାଣୀ ପ୍ରତି ମନୋଯୋଗ ହେଉଛନ୍ତି। କିନ୍ତୁ ତିମୋଥୀ, ତୁମେ ସତର୍କ ରୁହ, ତୁମେ ସଚେତନ ହୁଅ, ତୁମେ ସଜାଗ ହୁଅ, ତୁମେ ସତ୍ୟ ବାକ୍ୟ ପ୍ରକାଶ କର। ସବୁ ବିଷୟରେ ଯଦି ସଚେତନ ନ ହେବେ ତିମୋଥୀ, ତାହେଲେ ମଣ୍ଡଳୀ ସହଜରେ ଭାଙ୍ଗିଯିବ, ଲୋକମାନେ ସହଜରେ ବିନଷ୍ଟ ହେଇଯିବେ। ସେଥିପାଇଁ ସେ ତିମୋଥୀଙ୍କୁ ପ୍ରସ୍ତୁତ କରୁଥିଲେ। ଏବେ ଆମେ ଚିନ୍ତା କରିବା ଯେ କାହିଁକି ଏ ସମସ୍ତ ବିଷୟ ଗୁଡିକ ଘଟେ। ଯଦି କିଛି ପୁରାତନ କାହାଣୀକୁ ଆମେ ଯିବା, ପୁରାତନ ବିଷୟବସ୍ତୁକୁ ଯିବା, ଆଦ୍ୟ ସମୟର କଥା, ଯୀଶୁ ଖ୍ରୀଷ୍ଟଙ୍କ ସମୟର କଥାକୁ, ଆମେ ଜାଣିପାରିବା ଯେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିବା ପୂର୍ବରୁ କିଛି ଲୋକମାନେ ଯୋହନକୁ ବିଶ୍ୱାସ କରୁଥିଲେ, ବାପ୍ତିଜିକ ଯୋହନକୁ। ସେମାନେ ଭାବୁଥିଲେ ଯାହାଙ୍କର ଆଗମନ କରିବାର କଥା ଥିଲା ସେ ହଉଛନ୍ତି ସେ ବୋଲି। ତ ଯୋହନଙ୍କର ଯୋଉ ସମର୍ଥକ ମାନେ ଥିଲେ, ସେମାନେ ହିଁ ପରବର୍ତ୍ତୀ ସମୟରେ କଣ କଲେ ନା, ଯୀଶୁଙ୍କର ଅନୁଗାମୀ ହେଇଥିଲେ। କାରଣ ଆପଣ ଦେଖିବେ, ପ୍ରଥମେ ପିତର ହୁଅନ୍ତୁ କିମ୍ବା ତାଙ୍କ ଭାଇ ଆନ୍ଦ୍ରିୟ ହୁଅନ୍ତୁ, ଅନ୍ୟମାନେ, ସେମାନେ ସମସ୍ତେ ଯୋହନଙ୍କର ଅନୁଗମନ କରୁଥିଲେ। ଆଉ ଯୋହନ ସ୍ପଷ୍ଟ ଭାବରେ ଗୋଟେ ସମ୍ବାଦ ଦଉଥିଲେ, ଯେତେବେଳେ ମନ ପରିବର୍ତ୍ତନ ପ୍ରସଙ୍ଗ ସେ ଘୋଷଣା କରୁଛନ୍ତି ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ, ଯେ ମନ ପରିବର୍ତ୍ତନ କରି ଆପଣ ପାପରୁ ଫେରିଆସ ଆଉ ବାପ୍ତିସ୍ମ ନିଅ, ମନ ପରିବର୍ତ୍ତନ ବାପ୍ତିସ୍ମ। ଇସ୍ରାଏଲ ଲୋକମାନେ ସମସ୍ତେ ଯୋଉମାନେ ଇଚ୍ଛା କରୁଥିଲେ ମନ ପରିବର୍ତ୍ତନ କରି ସେମାନେ ଆସୁଥିଲେ। ଆଉ ସେ ସମୟରେ ଯୀଶୁ ଖ୍ରୀଷ୍ଟ ମଧ୍ୟ କଣ କରିଥିଲେ ନା, ମନ ପରିବର୍ତ୍ତନର ବାପ୍ତିସ୍ମ ନେବା ପାଇଁ ଜର୍ଦ୍ଦନ ନଦୀ କୂଳକୁ ଆସିଲେ। ଆଉ ସେଇଠି ବାପ୍ତିସ୍ମ ନଉଥିବା ସମୟରେ ସ୍ୱର୍ଗ ଉନ୍ମୁକ୍ତ ହେଇଗଲା, ଦୈହିକ ଭାବରେ ପବିତ୍ର ଆତ୍ମା କପୋତ ରୂପରେ ତାଙ୍କ ଉପରେ ଅବତରଣ କଲେ। ଯୋହନ ଜାଣିଲେ ସେଇଠି
ଯେ ଇଏ ହେଉଛନ୍ତି ଈଶ୍ୱରଙ୍କ ବେଶ ଶାବକ, କାରଣ ତାଙ୍କୁ ପ୍ରଥମରୁ କୁହାଯାଇଥିଲା, ତାଙ୍କୁ ପ୍ରଥମରୁ ହିଁ କୁହାଯାଇଥିଲା ଯେ ଯାହାଙ୍କ ଉପରେ ଦୈହିକ ଭାବରେ ପବିତ୍ର ଆତ୍ମା ଅବତରଣ କରିବେ ସେ ହେଉଛନ୍ତି ସେହି ବ୍ୟକ୍ତି। ସେଥିପାଇଁ ଯୋହନ ଜାଣିଗଲେ ଯେ ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କର ଆଗମନ କରିବାର କଥା ଥିଲା, ଯାହାଙ୍କର ପଥ ପ୍ରସ୍ତୁତ କରିବା ପାଇଁ ଯୋହନ ଆସିଥିଲେ, ଯାହାଙ୍କର ସ୍ୱର ଯୋହନ ଥିଲେ। ସେଥିପାଇଁ ଯଦି ଯୋହନଙ୍କ ସମର୍ଥକ ମାନେ ପରବର୍ତ୍ତୀ ସମୟରେ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ହେଲେ, ଆମେ ଯଦି ଆଜିକାର ଏଇ ଆମମାନଙ୍କର ଖ୍ରୀଷ୍ଟୀୟ ସମାଜରେ ସେବକ ମାନଙ୍କୁ ଯୋହନଙ୍କ ସହିତ ତୁଳନା କରିବା, ତାହେଲେ ନିଶ୍ଚିତ ଭାବରେ କୋଉଠି ନା କୋଉଠି କଣ ଲାଗିବ, ଆମମାନଙ୍କୁ ଟିକେ ଲଜ୍ଜା ଲାଗିବ, ଟିକେ ଦୁଃଖ ଲାଗିବ, ଆମ ମୁଣ୍ଡ ତଳକୁ ହେଇଯିବ। କାରଣ ପ୍ରଥମ କଥା ଆମେ ଦେଖିବା ଯେ ଲୋକରଚିତ ସୁସମାଚାର 1 ପର୍ବ ତାର 15 ପଦରେ ଲେଖାଯାଉଛି ଯେ ଯୋହନ ତାଙ୍କ ମାତାଙ୍କ ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ଜନ୍ମ ପୂର୍ବରୁ ଧରାପୃଷ୍ଠକୁ ଆସିବା ଆଗରୁ ମଧ୍ୟ ପବିତ୍ର ଆତ୍ମାଙ୍କ ଦ୍ୱାରା ଦୋହନ ତାଙ୍କ ମାଙ୍କ ଗର୍ଭରେ ପୂର୍ଣ୍ଣ ଥିଲେ। ମୋ ସହିତ ଯଦି ଆପଣମାନେ ଦେଖିବେ ତାହେଲେ ଲୋକରଚିତ ସୁସମାଚାର 1:15 ପଦ ଦେଖିବେ, ସେଇଠି ସେଇ ପ୍ରକାର କଥା ଲେଖାଯାଇଛି। ଦେଖନ୍ତୁ ଲୋକରଚିତ ସୁସମାଚାରକୁ ଯାଆନ୍ତୁ, ଆଉ ତାର 1:15 ପଦରେ ଏଇ କଥା ଲେଖା ହେଇଛି, ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ, ସେ ଦ୍ରାକ୍ଷାରସ କି ସୁରା କେବେ ହିଁ ପାନ କରିବ ନାହିଁ, ପୁଣି ମାତାର ଉଦରରୁ ସୁଦ୍ଧା ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ। ଆର ଅର୍ଥ ହଉଛି ଯୋହନ ଜନ୍ମ ହେବା ଆଗରୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ଯୋହନଙ୍କ ଜନ୍ମ ମଧ୍ୟ ଗୋଟେ ଅଲୌକିକ ଜନ୍ମ ଥିଲା, ଗୋଟେ ଆଶ୍ଚର୍ଯ୍ୟଜନକ ଜନ୍ମ ଥିଲା। ତାଙ୍କ ବାପା ଥିଲେ ଜଣେ ଯାଜକ, ଜିଖରୀୟ ଯାଜକ। ତାଙ୍କ ମା ଥିଲେ ଏଲିସାବେଥ, ଯିଏକି ମରିୟମଙ୍କର ଜଣେ ସମ୍ପର୍କୀୟ, ଜଣେ କୁଟୁମ୍ବିଆ ବୋଲି ଲେଖା ହେଇଥାଏ। ଏଇ ହେତୁରୁ ଯୋହନ ମଧ୍ୟ ଯୀଶୁଙ୍କର ଜଣେ ସମ୍ପର୍କୀୟ ବନ୍ଧୁ। ତ ସେ ଥିଲେ ସେମାନଙ୍କ ବୃଦ୍ଧ ଅବସ୍ଥାରେ ଗୋଟେ ପୁତ୍ର। ଜଣେ ଦୂତ ଘୋଷଣା କରିଥିଲେ ତାକୁ। ଯୋହନ ଜନ୍ମ ନେଇଥିଲେ, ଆଉ ଯୋହନ ଜନ୍ମ ନେବା ପୂର୍ବରୁ ସୁଦ୍ଧା ଏଇଠି ଲେଖାଯାଉଛି ଯେ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ଭାବବାଦୀ ଯୋହନ ବା ବାପ୍ତିଜିକ ଯୋହନ ଯାହା ଆପଣ କହିପାରିବେ ତାକୁ, ତ ସେ ଆତ୍ମାରେ ପୂର୍ଣ୍ଣ ଥିଲେ। କିନ୍ତୁ ଆଜିକାର ଯୋଉ ଭାବବାଦୀ ମାନେ, ସେମାନେ ତା ସହିତ ଯୋଗାଯୋଗ ରଖୁଛନ୍ତି, ତା ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ଯୋଉ ଲୋକମାନେ ମରିଯାଇଛନ୍ତି, ମୃତ ଆତ୍ମା ମାନଙ୍କ ସହିତ। ଲୋକରଚିତ ସୁସମାଚାର 3 ପର୍ବ ତାର 2 ପଦରେ ଲେଖାଯାଉଛି, ଈଶ୍ୱରଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। ଲୋକରଚିତ ସୁସମାଚାର ତାର 3 ପର୍ବ ଆଉ 2 ପଦ ଯଦି ଆମେ ଦେଖୁ, ସେଇଠି ଏଇ ପ୍ରକାର ଲେଖାଯାଇଛି, ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା। ସ୍ପଷ୍ଟ ଭାବରେ ଏଠି ଲେଖାଯାଉଛି ଯେ ଯୋହନ ମାତୃଗର୍ଭରୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିଲେ। ଦ୍ୱିତୀୟ ବିଷୟ ହଉଛି ଯେତେବେଳେ ସେ ପ୍ରାନ୍ତରରେ ଅଛନ୍ତି, ସେଇ ସମୟରେ ଈଶ୍ୱରଙ୍କ ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହଉଛି। ପ୍ରକାଶନଟା ଈଶ୍ୱରଙ୍କ ବାକ୍ୟ ପ୍ରକାଶନ ହଉଛି, ଆଉ ଈଶ୍ୱରଙ୍କ ବାକ୍ୟକୁ ସେ ଘୋଷଣା କରୁଛନ୍ତି। ଈଶ୍ୱର ଯାହା କହୁଛନ୍ତି ତାକୁ ସେ ପ୍ରକାଶ କରୁଛନ୍ତି। ଆମେ ତୁଳନାତ୍ମକ ଭାବରେ ଦେଖୁଛୁ ଯେ ସେଇ ସମୟରେ ଯୋହନ କେମିତି ବାଧ୍ୟ ଥିଲେ, ଯୋହନ କେମିତି ଯାହା ପ୍ରଭୁ ଚାହୁଁଥିଲେ ସେଇ କାର୍ଯ୍ୟ କରୁଥିଲେ। ଆଜିର ସମାଜରେ ଭାବବାଦୀ ମାନେ କଣ କରୁଛନ୍ତି ତାକୁ ଆମେ କେବଳ ଦେଖୁଛୁ। ଆଜିକାର ଭାବବାଦୀ ମାନଙ୍କର ଅଧିକାଂଶ ପ୍ରକାଶନ ଯଦି ଆପଣ ଦେଖିବେ, ତାହେଲେ ଈଶ୍ୱରଙ୍କ ଲିଖିତ ବାକ୍ୟର ବାହାରେ ଆପଣ ଦେଖୁଥିବେ, ମୁଁ କହିବିନି ଆପଣଙ୍କୁ, ଆପଣ ଦେଖୁଥିବେ ଯଦି ଅନଲାଇନରେ ରହୁଛନ୍ତି ପ୍ରାୟ ସମୟ ତଳେ, ଆପଣ ୟୁଟ୍ୟୁବରେ ଦେଖୁଥିବେ, ଫେସବୁକରେ ଦେଖୁଥିବେ, ବା ସବୁଥିରେ ଦେଖୁଥିବେ, ବହୁତ ବଡ ବଡ ପ୍ରଚାରକ ମାନେ ମଧ୍ୟ ସେମାନେ ଆରମ୍ଭ କରିବେ ପବିତ୍ର ଧର୍ମଶାସ୍ତ୍ରରୁ, ବାଇବେଲ ମଧ୍ୟରୁ, କିନ୍ତୁ ସେମାନେ ବାକ୍ୟରୁ ବାହାରକୁ ଚାଲିଯିବେ। ସେମାନେ ଯୋଉ ଈଶ୍ୱରଙ୍କ ବାକ୍ୟ ଯୋହନଙ୍କ ନିକଟରେ ଉପସ୍ଥିତ ଥିଲା,
ଏବେ ଈଶ୍ୱରଙ୍କ ବାକ୍ୟକୁ ସେମାନେ କଣ କରୁନାହାନ୍ତି, ଅନ୍ୟମାନଙ୍କ ନିକଟରେ ପ୍ରକାଶ କରୁନାହାନ୍ତି। ସେମାନେ ମନର କଥା କହୁଛନ୍ତି, ସେମାନଙ୍କର ନିଜର ଭାବନାର କଥାକୁ ପ୍ରକାଶ କରୁଛନ୍ତି, ସେମାନଙ୍କ ସ୍ୱପ୍ନର କଥାକୁ ପ୍ରକାଶ କରୁଛନ୍ତି, ସେମାନଙ୍କ ଦର୍ଶନର କଥାକୁ ପ୍ରକାଶ କରୁଛନ୍ତି। ସେମାନେ ବାକ୍ୟର ବାହାରକୁ 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 କଣ କରୁଛନ୍ତି ନା ଚାଲି ଯାଉଛନ୍ତି। କାହିଁକି? କାରଣ ଲୋକମାନେ ଇଚ୍ଛା କରୁଛନ୍ତି କଳ୍ପିତ କାହାଣୀ ଶୁଣିବା ପାଇଁ, କାରଣ ଲୋକମାନେ ଚାହୁଁଛନ୍ତି ଯେ ସତ୍ୟ ଶିକ୍ଷା ଜାଣିବା ପାଇଁ। ଲୋକମାନଙ୍କ ଆଗ୍ରହ ଅନୁସାରେ, ଲୋକମାନଙ୍କର ଇଚ୍ଛା ମୁତାବକ ଖାଦ୍ୟ ସେ ଦେବା ପାଇଁ ଇଚ୍ଛା କରୁଛନ୍ତି ସେମାନଙ୍କୁ। ଯେ କଣଟା ଖୁଆଇଲେ, କଣଟା ଦେଲେ, କଣଟା କହିଲେ ସେମାନେ ସନ୍ତୁଷ୍ଟ ହେବେ, ସେମାନଙ୍କର ସ୍ପୃହା, ସେମାନଙ୍କର ଆଗ୍ରହ ତାଙ୍କ ପ୍ରତି ବଢିବ, ସେମାନଙ୍କର ଭଲ ପାଇବା ବଢିବ। ସେଥିପାଇଁ ସେମାନେ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଲୋକମାନଙ୍କର ପସନ୍ଦ ମୁତାବକ ଖାଦ୍ୟ ଅନ୍ୱେଷଣରେ ରୁହନ୍ତି, ଆଉ ସେମାନଙ୍କୁ ସେଟା ପରିବେଷଣ କରିଦିଅନ୍ତି। ଯୋହନ ସେମିତି କରୁନଥିଲେ। ଆପଣଙ୍କୁ ପସନ୍ଦ କଣ ସେଇଟା ସେ କହୁନଥିଲେ, ଆପଣ ଇଚ୍ଛା କରୁଛନ୍ତି କଣ ସେଇଟା କହୁନଥିଲେ। ଯାହା ଈଶ୍ୱର କହୁଥିଲେ କହିବା ନିମନ୍ତେ କେବଳ ତାହା ହିଁ କହୁଥିଲେ। ମାଥ୍ୟୁ ଲିଖିତ ସୁସମାଚାର ଯଦି ତାର 3 ପର୍ବ 1 ପଦକୁ ଯିବା, ତାହେଲେ ସେଠି ଦେଖିବା ସେ ଥିଲେ ଜଣେ ପ୍ରାନ୍ତର ନିବାସୀ। ତାର ଅର୍ଥ ହଉଛି ଯେ ଏହା ଥିଲା ଗୋଟେ ସ୍ୱର ଈଶ୍ୱରଙ୍କର, ଯେ ପ୍ରାନ୍ତରରେ ସେ ରହୁଥିଲେ। କାରଣ ପ୍ରଭୁଙ୍କ ପଥ ପ୍ରସ୍ତୁତ କର ବୋଲି କୁହାଯାଉଛି, ତାଙ୍କ ରାଜମାର୍ଗ ସଳଖ କର ବୋଲି କୁହାଯାଉଛି। ପ୍ରାନ୍ତରରେ ବାସ କରିବା ଅର୍ଥ ଗୋଟେ ଏମିତି ସ୍ଥାନ, ଯୋଉ ସ୍ଥାନ ପ୍ରଭୁଙ୍କର ପସନ୍ଦ, ଯୋଉ ସ୍ଥାନକୁ ପ୍ରଭୁ ତାଙ୍କୁ ପଠାଉଥିଲେ ସେ ସ୍ଥାନକୁ ସେ ଗଲେ। ଯଦି ଦେଖିବା ତାଙ୍କର ବାପା ମାଙ୍କୁ, ତାଙ୍କ ବାପା ଜଣେ ଯାଜକ ଥିଲେ, ମନ୍ଦିରରେ ରହୁଥିଲେ। ମନ୍ଦିରର ସେବା ବହୁତ ସୁନ୍ଦର ସେବା, କିଛି ପରିଶ୍ରମ ନାହିଁ, ଲୋକମାନେ ଆସିବେ ଆଉ ଲୋକମାନଙ୍କ ନିକଟରେ ସେ ସେବା କରିବେ। କିନ୍ତୁ ପ୍ରାନ୍ତରର ଜୀବନ କହିବାର ଅର୍ଥ ହଉଛି ସେଠିକାର ରହିବା, ସେଠିକାର ଖାଇବା, ସେଠିକାର ପିଇବା, ସେଠିକାର ପିନ୍ଧିବା ସବୁ ଭିନ୍ନ। କେବେ କେବେ ଗୋଟେ ଭିନ୍ନ ପରିବେଶ ଭିତରକୁ ପ୍ରଭୁ ଆପଣଙ୍କୁ ପଠାନ୍ତି, କେବେ କେବେ ଗୋଟେ ଭିନ୍ନ ସ୍ଥାନକୁ ପ୍ରଭୁ ଆପଣଙ୍କୁ ପଠାନ୍ତି, ଯୋଉଟା ଆପଣଙ୍କର ପସନ୍ଦ ଯୋଗ୍ୟ ହେଇନଥିବ, ଯୋଉଟା ଆପଣଙ୍କ ବାପା ମାଙ୍କର ପସନ୍ଦ ଯୋଗ୍ୟ ହେଇନଥିବ। ଆପଣ ହେଇପାରନ୍ତି ଗୋଟେ ଭଲ ପରିବାର ଭିତରେ ଜୀବନ କାଟିଛନ୍ତି, ଆପଣ ଇଚ୍ଛା କରୁନଥିଲେ ସେ ସ୍ଥାନକୁ ଯିବା ପାଇଁ। ଯେ ପ୍ରକାର ଆଜିର ଅନେକ ଲୋକମାନେ, ଅନେକ ପାଳକ ପ୍ରଚାରକ ମାନେ, ସେମାନେ ଇଚ୍ଛା କରନ୍ତି ନାହିଁ ଗାଁ ଗହଳିରେ ସେବା କରିବା ପାଇଁ। ତାଙ୍କର ଇଚ୍ଛା ଗୋଟେ ସୁନ୍ଦର ସ୍ଥାନରେ ରହିବା, ଗୋଟେ ସୁନ୍ଦର ସହର ରହିବା, ଗୋଟେ ଆଧୁନିକ ମାନେ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା। ତ ସେଠି ଈଶ୍ୱରଙ୍କ ଉଦ୍ଦେଶ୍ୟ କଣ ସଫଳ ହଉଛି? ଈଶ୍ୱର ଇଚ୍ଛା କରୁଥିଲେ ଯୋହନ ଯାଆନ୍ତୁ, ପ୍ରାନ୍ତରରେ ରୁହନ୍ତୁ। ତ ଲୋକପ୍ରିୟ ହେବା ନିମନ୍ତେ ସେ କଣ ଥିଲେ, ଇଚ୍ଛା କରୁନଥିଲେ ଯୋହନ ଯେ ମୁଁ ଲୋକପ୍ରିୟ ହେବି, ମତେ ଲୋକମାନେ ଭଲ ପାଇବେ। କିନ୍ତୁ ଆଜିକାର ଲୋକମାନେ ଇଚ୍ଛା କରୁଛନ୍ତି ଲୋକମାନେ ଆମେ ଲୋକପ୍ରିୟ ହଉ। ଯୋହନ କିନ୍ତୁ ସେମିତି ନଥିଲେ। ତାଙ୍କର ପ୍ରତିଷ୍ଠା ନିମନ୍ତେ ସେ ଲାଳାୟିତ ନଥିଲେ, ଲୋକପ୍ରିୟ ହେବା ନିମନ୍ତେ ଲାଳାୟିତ ନଥିଲେ। ତାକୁ କିଏ ଅନୁମୋଦନ କରୁ ବା ନ କରୁ ସେଥିପ୍ରତି ତାଙ୍କର କୌଣସି ଆଗ୍ରହ ନଥିଲା। ଯୋହନ ଲିଖିତ ସୁସମାଚାର ଯଦି 1 ପର୍ବ 23 ପଦ ଦେଖିବେ, ଲେଖାଯାଉଛି ଯୋହନ ଥିଲେ ଈଶ୍ୱରଙ୍କ ଠାରୁ ଆଗତ ଏକ ସ୍ୱର। ଯୋହନ ଥିଲେ ଈଶ୍ୱରଙ୍କ ଠାରୁ ଆଗତ ଗୋଟିଏ ସ୍ୱର, ସେ ଈଶ୍ୱରଙ୍କର ସ୍ୱର ଥିଲେ। କାହାର ସ୍ୱର ଥିଲେ ସେ ଥିଲେ ଈଶ୍ୱରଙ୍କର ସ୍ୱର। ଆଜି ଆମମାନେ କାହାର ସ୍ୱର ଅଟୁ? ଯଦି ଆମମାନେ ବସି ଚିନ୍ତା କରିବା ଯେ ଯୋହନ ଯଦି ଈଶ୍ୱରଙ୍କର ସ୍ୱର ଥିଲେ, ମୁଁ କାହାର ସ୍ୱର ଅଟେ? ଯୋହନ ଲିଖିତ ସୁସମାଚାର 1 ପର୍ବ ତାର 23 ପଦ ଏଠି ସ୍ପଷ୍ଟ ଭାବରେ ଲେଖାଯାଉଛି କଥା। ସେ କହିଲେ, ଯିଶାୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକ ସ୍ୱର, ପ୍ରଭୁଙ୍କ ପଥ ସଳଖ କର। ସେ ହଉଛନ୍ତି ଈଶ୍ୱରଙ୍କର ଗୋଟିଏ ସ୍ୱର। ମାନେ କେତେ ସୁନ୍ଦର ବିଷୟ ଦେଖିବା ଯେ ମୁଁ କଣ ଈଶ୍ୱରଙ୍କର ଗୋଟିଏ ସ୍ୱର। ଈଶ୍ୱର ଯାହା ଇଚ୍ଛା କରୁଛନ୍ତି, ଈଶ୍ୱରଙ୍କର କହିବାକୁ ଗଲେ ମୁଁ କଣ ମୁଖପାତ୍ର, ତାଙ୍କର ବିଷୟଟା ମୁଁ ପ୍ରକାଶ କରିବି। ଦିନ ଥିଲା, ମନେ ରଖନ୍ତୁ, ଯାତ୍ରା ପୁସ୍ତକରେ ଯେତେବେଳେ ମୂଷାଙ୍କୁ ପ୍ରଭୁ ପଠାଉଛନ୍ତି, ସେଥିରେ ମୂଷା ଯେତେବେଳେ କହୁଛି ଯେ ମୁଁ କିଛି କହିପାରିବି ନାହିଁ, ମୁଁ ଜଡ଼ ଜୀବ,
ମୁଁ କିଏ ଯେ ଗୋଟେ ରାଜାଙ୍କ ଛାମୁକୁ ଯିବି, ରାଜାଙ୍କ ପାଖରେ ଠିଆ ହେବି। ସେତେବେଳେ ଈଶ୍ୱର କହିଥିଲେ ଯେ ତୁମେ ଯାଅ, ଆମେ ତୁମ ମୁଖର ସହବର୍ତ୍ତୀ ହେବା, ଆମେ ତୁମ ମୁଖପାତ୍ର ହେବା। ତାର ଅର୍ଥ ହଉଛି ତମେ ଯାହା ଆମେ ଇଚ୍ଛା କରୁଛୁ କହିବା ପାଇଁ ତୁମ ମୁଖ ଦେଇ, ସେଟା ଆମେ ପ୍ରକାଶ କରିବା, ତୁମେ କେବଳ ଯାଅ। ତ ଆଜି ନୂତନ ନିୟମରେ ଆମେ ଦେଖୁଛୁ ଯେ ସେଇ ଈଶ୍ୱରଙ୍କ ସ୍ୱର ହଉଥିଲେ ଜୋହନ। ନିଜରୁ କିଛି କହୁନଥିଲେ, ସେ ନିଜର ବାହାପଣିଆ, ବାକ୍ପଟୁତା, ନିଜର କଥା କହିବାର ଚାତୁରୀ, ନିଜର କିଛି ମାନେ ଏମିତି କୌଣସି ବିଷୟକୁ ସେ ପ୍ରକାଶ କରିବା ପାଇଁ ଚାହୁଁନଥିଲେ। ସେ କେବଳ ଗୋଟିଏ କଥା କହୁଥିଲେ, ମନ ପରିବର୍ତ୍ତନ କର। କିନ୍ତୁ ଆଜି ଆମେ ଦେଖୁଛୁ ଯେ ଈଶ୍ୱରଙ୍କ ସ୍ୱର ନୁହଁ, ଆମେ ନିର୍ଦ୍ଦିଷ୍ଟ ଭାବରେ କୌଣସି ଗୋଟେ ଦଳର ସ୍ୱର ଅଟୁ। ଯୋଉ ଦଳର ମୁଁ କେବଳ ସେଇ ଦଳର କଥା କହିବି, ଯୋଉ ଦଳର ମୁଁ କେବଳ ସେଇ ଦଳ ବିଷୟରେ ଆପଣଙ୍କ ନିକଟରେ ଆଲୋଚନା କରିବି। ସେଟା ଈଶ୍ୱରଙ୍କର ବାକ୍ୟର ଭିତରେ ଥାଇପାରେ କି ବାକ୍ୟର ବାହାରେ ଥାଇପାରେ, କାରଣ ମୋ ଦଳକୁ ମୁଁ ପ୍ରକାଶ କରିବା ପାଇଁ ଚାହୁଁଛି, ମୁଁ ଜଣାଇବା ପାଇଁ ଚାହୁଁଛି ମୋ ନିଜର ସ୍ୱର। କିନ୍ତୁ ସେଟା ଈଶ୍ୱରଙ୍କର ଇଚ୍ଛା ନଥିଲା। ସେଥିପାଇଁ ତ ସେ ପାଉଲଙ୍କୁ କହୁଥିଲେ ତିମୋଥୀକୁ ଏଇ ଶିକ୍ଷା ଦିଅ, ତିମୋଥୀକୁ ଏଇ କଥା କୁହ। ଲୋକମାନଙ୍କର ପସନ୍ଦ ଅପସନ୍ଦ ବିଷୟ ଚିନ୍ତା କରିବ ନାହିଁ, ଲୋକମାନେ କୋଉଟା ଭଲ ପାଉଛନ୍ତି ନ ଭଲ ପାଉଛନ୍ତି ସେ ବିଷୟ ଚିନ୍ତା କରିବ ନାହିଁ। ଲୋକମାନଙ୍କୁ ହିତଜନକ ବିଷୟ ଶିକ୍ଷା ଦଉ, ଲୋକମାନେ ସତ୍ୟ ଶିକ୍ଷା ଗ୍ରହଣ କରନ୍ତୁ। କାରଣ ଦିନ ଆସୁଛି, ସମୟ ଆସୁଛି, ସେମାନେ ସିନା କଳ୍ପିତ କାହାଣୀ ପ୍ରତି ମନ ଦେବେ। ତ ସେ ମନ ଦଉଛନ୍ତି ବୋଲି ମୁଁ ତାଙ୍କୁ ସେଇ କଥା କହିବି ନାହିଁ। ସେ ମନ ଦଉଛନ୍ତି ବୋଲି ତମେ ସେମିତି ସେମାନଙ୍କୁ କଣ କର ନାହିଁ ନା ତାଙ୍କ ମନ ପସନ୍ଦ ଆଡକୁ ନେଇଯାଅ ନାହିଁ। ଈଶ୍ୱରଙ୍କ ବାକ୍ୟ ସତ୍ୟ ଭାବରେ ଯଥାର୍ଥ ରୂପରେ ତାଙ୍କ ନିକଟରେ ତୁମେ କଣ କର ନା ପ୍ରକାଶ କର। ସେଥିପାଇଁ ମାଥ୍ୟୁ ଲିଖିତ ସୁସମାଚାର ତା 3 ପର୍ବ ଯଦି 5 ଆଉ 6 ପଦ ଦେଖିବା, ତାହେଲେ ଆମେ ଆଉ ଗୋଟିଏ ସୁନ୍ଦର ବିଷୟ ଦେଖିବା ଯେ କେବେ ବି ଯୋହନ କୌଣସି ଗୋଟେ ସ୍ଥାନରେ ଆମେ ଦେଖୁନାହୁଁ ଯେ ସାଲିସ ଯୁକ୍ତ କଥା କହୁଥିଲେ। କେବେ ବି ସେ ଚାହୁଁନଥିଲେ ଗୋଟେ ମଞ୍ଚ ମତେ ମିଳୁ ମୁଁ ସେଇଠି କହିବି। କେବେ ବି ସେ ଚାହୁଁନଥିଲେ ଗୋଟେ ଚିକଣିଆ କଥା କହି ପ୍ରଚାର କରିବି ବୋଲି। କିନ୍ତୁ ଏଇଠି ଆମେ ଦେଖୁଛୁ ଲୋକମାନେ ଫୁଲଫିଲ୍ଡର ଅନ୍ୱେଷଣ କରୁଛନ୍ତି। ଏଠି ଆମେ ଦେଖୁଛୁ ଲୋକମାନେ ସେମାନଙ୍କର ସମ୍ବାଦକୁ ବା ସମ୍ବାଦରେ ସାଲିସ କରୁଛନ୍ତି। ସେମାନେ ଆକାଂକ୍ଷିତ ହେଉଛନ୍ତି ଗୋଟେ ମଞ୍ଚ ପାଇଁ, ଚିକଣିଆ କଥା କହି ସେମାନେ ପ୍ରଚାର କରିବାକୁ ଭଲ ପାଉଛନ୍ତି। ନଚେତ ଦ୍ୱିତୀୟ ଥର ସେମାନଙ୍କୁ ସୁଯୋଗ ମିଳିବ ନାହିଁ, ସେମାନେ ନିମନ୍ତ୍ରଣ ହରାଇବେ। ଯୋହନ ମଞ୍ଚ ଖୋଜୁନଥିଲେ କେବେ, ସ୍ଥାନ ଖୋଜୁନଥିଲେ କେବେ। ସେଇ ପ୍ରାନ୍ତରରେ ସେଇ ସମାନ କଥା, ପ୍ରସଙ୍ଗ ବଦଳାଉ ନଥିଲେ, ସେଇ ସମାନ କଥାକୁ ସେ କଣ କରୁଥିଲେ, ଘୋଷଣା କରୁଥିଲେ। ମାଥ୍ୟୁ ଲିଖିତ ସୁସମାଚାର 3 ପର୍ବ ତାର 6 ପଦ ଯେତେବେଳେ ଆମେ ଦେଖୁ, ସେଠି ଲେଖାଯାଉଛି ଯେତେବେଳେ ଲୋକମାନେ ତାଙ୍କ କଥା ଶୁଣୁଥିଲେ ସେମାନେ ଆପଣା ଆପଣା ପାପ ସ୍ୱୀକାର କରୁଥିଲେ। ଆଜି ଯେତେବେଳେ ଲୋକମାନେ ଆମର କଥା ଶୁଣୁଛନ୍ତି ପାପ ସ୍ୱୀକାର କରୁନାହାନ୍ତି, ଅଶ୍ରୁପାତ କରୁନାହାନ୍ତି, ସେମାନଙ୍କ ମନକୁ ଲାଗୁନାହିଁ ଆଘାତ, ବରଂ ସେମାନେ ଖୁସି ମନରେ ଆସୁଛନ୍ତି, ହାତ ମିଳାଉଛନ୍ତି ଆମ ସହିତ, ଅଭିନନ୍ଦନ କରୁଛନ୍ତି ଆମମାନଙ୍କୁ, ଆଜିର ବାକ୍ୟ ବହୁତ ଭଲ ଥିଲା। କିନ୍ତୁ ଯୋହନ ସେମିତି କିଛି କଥା କହୁନଥିଲେ। ଯୋହନଙ୍କର ସମ୍ବାଦ ଶୁଣି ଲେଖାଯାଉଛି ଚତୁଃପାର୍ଶ୍ୱରୁ, ନଗର ଗୁଡାକରୁ, ଗାଁ ଗୁଡାକରୁ, ଚାରିଆଡରୁ ଲୋକମାନେ ଆସୁଥିଲେ, ଆଉ ସେମାନେ ମନ ପରିବର୍ତ୍ତନର ବାପ୍ତିସ୍ମ ନେଉଥିଲେ। ମାଥ୍ୟୁ ଲିଖିତ ସୁସମାଚାର 3 ପର୍ବ 10 ପଦରେ ଲେଖାଯାଇଛି ସେ କେବଳ ଆଗାମୀ ବିଚାର ସମ୍ବନ୍ଧୀୟ ଭାବବାଣୀ କହି ଶ୍ରୋତାମାନଙ୍କୁ ସତର୍କ କରାଉଥିଲେ। ଆଗାମୀ ବିଚାର ବିଷୟ, ଆଗାମୀ ବିଚାର ସମ୍ବନ୍ଧରେ ଭାବବାଣୀ କହୁଥିଲେ, ଶ୍ରୋତାମାନଙ୍କୁ ସତର୍କ କରାଉଥିଲେ। ଆଜି କେତେ ଜାଗାରେ, କୋଉ ଜାଗାରେ ଆଗାମୀ ବିଚାର ବିଷୟରେ ବାକ୍ୟ ଦିଆଯାଉ ନାହିଁ, ଲୋକମାନଙ୍କୁ ସତର୍କ କରାଯାଉ ନାହିଁ। ସେମାନଙ୍କ ପାପର ପରିଣତି କଣ ହେବ, ସେମାନଙ୍କର ଶିଥିଳତାର ପରିଣାମ କଣ ହେବ, କେବେ ବି କୁହାଯାଉ ନାହିଁ, କେବେ ବି ଘୋଷଣା କରୁନାହାନ୍ତି ସେମାନେ। ଆଜିକାର ପ୍ରସଙ୍ଗ ହଉଛି କଣ ନା ଆପଣ କେମିତି
କେମିତି ଭାଗ୍ୟବାନ ହେବେ, ଆପଣଙ୍କ ସମୃଦ୍ଧି କେମିତି ବୃଦ୍ଧି ପାଇବ, ଆପଣ ମାନଙ୍କର ସବୁ ବିଷୟ ମଙ୍ଗଳ 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 ହେବ। ସେଥିପାଇଁ ଜିରିମିୟ ତାଙ୍କ ଭାବାଣୀରେ ଥରେ କହିଥିଲେ, କହିଲେ ଯେତେବେଳେ ସେମାନେ ସମସ୍ତେ କହୁଛନ୍ତି ଶାନ୍ତି ଶାନ୍ତି ଶାନ୍ତି, ଯେତେବେଳେ ସେମାନେ କହୁଛନ୍ତି ଏଇଟା ହବ ସେଇଟା ହବ ସେଇଟା ହବ ସେଇଟା ହବ ବୋଲି, ତ ଏଇଟା ନୁହଁ। ଆମେ ଲୋକମାନଙ୍କୁ ମିଥ୍ୟା କଥା କହିବୁ ନାହିଁ, ଲୋକମାନଙ୍କୁ ମିଥ୍ୟା ପ୍ରକାର ଭ୍ରାନ୍ତ କଥା ଗୁଡାକ କହିକି ସେମାନଙ୍କୁ ଆମେ ଭୁଲାଇବୁ ନାହିଁ। ବାକି ସ୍ପଷ୍ଟ ଭାବରେ କହିଦଉଛି ଯେ ଯୋହନ ଯେତେବେଳେ ଥିଲେ, ଯୋହନ ସେମିତି କୌଣସି କଥା କହୁନଥିଲେ। ଯୋହନ କେବଳ ଆଗାମୀ ବିଚାର ସମ୍ବନ୍ଧରେ ସେମାନଙ୍କୁ ଶିକ୍ଷା ଦଉଥିଲେ। ଗୋଟେ ବିଚାର ଅଛି, ଗୋଟେ ନ୍ୟାୟ ଅଛି ପ୍ରଭୁଙ୍କର, ଆମେ ସମସ୍ତେ ସେଠି ଯିବାକୁ ହେବ, ଆମେ ସମସ୍ତେ ସେଠି ବିଚାରିତ ହେବା, ତାପରେ ଆମକୁ ସତର୍କ ହେବାକୁ ହେବ। ତ ତାଙ୍କ ଶିକ୍ଷାରେ କଣ ନଥିଲା ଯେ ଏଇ ପ୍ରକାର କୌଣସି ମାନେ ବିଷୟବସ୍ତୁ ନଥିଲା ଯାହା ଅନ୍ୟକୁ ଗୋଟେ ପ୍ରଲୋଭନ ଦେଖାଇବ, ଅନ୍ୟକୁ ଗୋଟେ ବା ଭାବ ପ୍ରବଣତାକୁ କଢାଇ ନେବ। ସେ ସେମିତି କିଛି କୌଣସି କଥା କହୁନଥିଲେ। ଶ୍ରୋତା ମାନେ ଯେଉଁମାନେ ମୋ କଥା ଶୁଣୁଛନ୍ତି ସେମାନେ ପୁରା ଉଲ୍ଲସିତ ହେଇଯାଆନ୍ତୁ, ସେମାନେ ପୁରା ବନ ଭିତରେ ପୁରା ଉତ୍ତପ୍ତ ହେଇଯାଆନ୍ତୁ, ଏମିତି ସେ ଚାହୁଁନଥିଲେ କିଛି ସେମିତି କଥା କହିବା ପାଇଁ, ବରଂ ସେ ସେମାନଙ୍କୁ ସତର୍କ କରାଉଥିଲେ। ଆଜିର ବାକ୍ୟରେ ସତର୍କର, ଆଜିର ବାକ୍ୟରେ ଏମିତି କୌଣସି ବିଷୟ ରହୁନାହିଁ। ମାଥ୍ୟୁ ଲିଖିତ ସୁସମାଚାର ତାର 3 ପର୍ବ 7 ପଦରେ ଦେଖିବା, ତାହେଲେ ଆମେ ଦେଖୁଛୁ ସେ ଗୋଟିଏ ମାନେ ଶବ୍ଦ ପ୍ରୟୋଗ କରୁଥିଲେ ସେଇ ଲୋକମାନଙ୍କୁ, ଯୋଉ ଲୋକମାନେ ଅନୁତାପ ବିହୀନ ଧର୍ମୀୟ ଜୀବନ ଯାପନ କରୁଥିଲେ। ସେମାନେ ଅନୁତାପ କରୁନଥିଲେ, କିନ୍ତୁ ଧର୍ମୀୟ ନେତା ମାନେ ଥିଲେ, ସେମାନେ ନେତୃବୃନ୍ଦ ମାନେ ଥିଲେ, ସେମାନେ ଅନୁତାପ ନ କରି ସେମାନେ ଫେରୁଥିଲେ। ସେଥିପାଇଁ ରେ କାଳ ସର୍ପର ବଂଶ ବୋଲି ସେ ତାଙ୍କୁ କଣ କଲେ କହୁଥିଲେ, ସେ କହିଲେ ରେ କାଳ ସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ କହିଲା। ଆଗାମୀ ଯୋଉ କ୍ରୋଧ ଅଛି, ଈଶ୍ୱରଙ୍କର ଯୋଉ ବିଚାର ଅଛି, ସେଥିରୁ ପଳେଇବା ପାଇଁ, ପ୍ରତ୍ୟାବର୍ତ୍ତନ କରିଦେବା ପାଇଁ କିଏ ତୁମକୁ କହିଲା? କାଳ ସର୍ପର ବଂଶ ମାନେ ତୁମେ ମନ ପରିବର୍ତ୍ତନ ନ କରି ଅପରିବର୍ତ୍ତନ ହୃଦୟରେ ତୁମାନେ ଆସୁଛ। ଆଜିକାର ପ୍ରଚାରରେ ସେ ବିଷୟ ରହୁନାହିଁ। ସେମାନେ ଲୋକମାନଙ୍କର ପୋଜିସନକୁ ଦେଖୁଛନ୍ତି, ଲୋକମାନଙ୍କର ଅବସ୍ଥାକୁ ଦେଖୁଛନ୍ତି, ଲୋକମାନେ ତାଙ୍କର ସ୍ଥିତିକୁ ଦେଖୁଛନ୍ତି, ଆଉ ସେଇ ଅନୁସାରେ ସେମାନଙ୍କ ବାକ୍ୟକୁ, ସେମାନଙ୍କ ସମ୍ବାଦକୁ ପ୍ରସ୍ତୁତ କରୁଛନ୍ତି, ଆଉ ସେମାନଙ୍କ ନିକଟକୁ ଯାଉଛନ୍ତି, ମିଥ୍ୟା କଥା କହି ସେମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୋଷାମଦ କରୁଛନ୍ତି ସେମାନଙ୍କୁ। ଯୋହନ 1 ପର୍ବ ତାର 8 ରୁ 9 ପଦ ଯଦି ଦେଖିବା, ଲେଖାଯାଉଛି ଯେତେବେଳେ ଯୋହନ ଥିଲେ, ଯୋହନ ଜଗତର ଜ୍ୟୋତିଙ୍କ ବିଷୟରେ ସାକ୍ଷ୍ୟ ବହନ କଲେ। ଜଗତର ଜ୍ୟୋତିଙ୍କ ବିଷୟରେ, ଯେ ଜଗତକୁ ଆସିଛନ୍ତି ଆଉ ଜଗତ ତାଙ୍କୁ ଚିହ୍ନୁ ନାହିଁ, ସେ ଅଛନ୍ତି ଜଗତରେ, ଜଗତ ତାଙ୍କୁ ଜାଣୁ ନାହିଁ। ସେ ଜ୍ୟୋତି ପ୍ରକାଶିତ ହେଇଛି, ତଥାପି ଲୋକମାନେ ଅନ୍ଧକାରରେ କଣ ହଉଛନ୍ତି? ଭ୍ରମଣ କରୁଛନ୍ତି। ଯୋହନ କହୁଛନ୍ତି ଯେ ମୁଁ ନିଜେ ସେଇ ଜ୍ୟୋତି ନୁହଁ, ମୁଁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆସିଛି। ସେ ସତ୍ୟ ଜ୍ୟୋତି, ସେ ଆସୁଛନ୍ତି ନାହିଁ, ସେ ଆସିଛନ୍ତି। ତାଙ୍କ ବିଷୟରେ ସେ କହିବା ପାଇଁ ଚାହୁଁଛନ୍ତି। ପ୍ରକୃତ ସତ୍ୟ ଜ୍ୟୋତି ହଉଛନ୍ତି ଯୀଶୁ ଖ୍ରୀଷ୍ଟ। କିନ୍ତୁ ଆଜିକାର ଲୋକମାନେ ସେଇ ସତ୍ୟ ଜ୍ୟୋତି ବିଷୟରେ, ତାଙ୍କ ବିଷୟରେ କିଛି ସାକ୍ଷ୍ୟ ବହନ କରୁନାହାନ୍ତି। ଦୂତମାନଙ୍କର ଦର୍ଶନ ବିଷୟରେ ଗର୍ବ କରୁଛନ୍ତି। ମତେ ଆଶ୍ଚର୍ଯ୍ୟ ଲାଗେ, ବହୁତ ଦର୍ଶନର କଥା ଶୁଣୁଛୁ ଆମେ, ବହୁତ ଦୂତମାନଙ୍କର କଥା ଶୁଣୁଛୁ, କେମିତି ଶୁଣୁଛନ୍ତି, କେମିତି ଦେଖୁଛନ୍ତି, କଣ କରୁଛନ୍ତି ମୁଁ ଜାଣିପାରେ। ମୁଁ ଭାରତରେ ରହିଥିବି, କିନ୍ତୁ ବିଭିନ୍ନ ସ୍ଥାନର କଥା ଗୁଡାକୁ କହୁଥିବି, ଯାହା ସବୁ ବିଭିନ୍ନ ସ୍ଥାନ ମାନଙ୍କରେ ଘଟିଛି, ଯୋଉଟା ଆପଣ ଦେଖିନଥିବେ କି ଜାଣିନଥିବେ, କି ମୁଁ ସେ ସ୍ଥାନ ଗୁଡାକୁ ଯାଇନଥିବି ମଧ୍ୟ। ତ ମୁଁ କଳ୍ପନାର ବିଷୟ ଗୁଡାକୁ ଖାଲି ଆପଣଙ୍କୁ ବର୍ଣ୍ଣନା କରୁଥିବେ, ଆଉ ଆପଣ ଶୁଣୁଥିବେ ଖୁସିରେ। କେବେ ବି ତାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବି ନାହିଁ, କେବେ ବି ତାଙ୍କୁ ଉପସ୍ଥାପନ କରିବି ନାହିଁ। ତ ଯୋଉ ବାକ୍ୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରାଯାଉ ନାହିଁ, ଯୀଶୁ ଖ୍ରୀଷ୍ଟଙ୍କ କୃଷ୍ୟ, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ, ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ସମ୍ବାଦ ରହୁନାହିଁ, ତାହା ସୁସମାଚାର ନୁହଁ, ସେ ପ୍ରଚାର ବୃଥା।
जोन भय करुनथिले मो आगे के ठिया होइछथि जोन भय करुनथिले मो कहा निकटरे वाक्य दउछि ताको जहा कह जाउतला ईश्वर तो स्वर ईश्वर जहा इच्छा करुथिले ता प्रकाशन करिया पे से ताहा प्रकाशन करुथिले से सतर्क कराई दउथिले जे गोटे क्रोध अछि ईश्वर कर गोटे विचार अछि से विचार रो पलायन करिया पे खसी जबा पे भाव नै से विचार रो सम्मुखीन समस्त हेबाकू हेबो से मन रख से ज्योति प्रकाशित होइछथि काहे कि लोक माने ज्योति को भल पाउना कारण तुमान को अंधकार कर्म सब प्रकाश पाइ बोली भाबुछ से ज्योति निकट तुमान ना सुनो जॉन लिखित सुसमाचार तार 1 पर्व 29 पद देखिबो लेखा जाउछि से यीशु को पाप बहनकारी बळी भाबे उपस्थापन करूछथि एई देखो ईश्वर को मेष शावक जे आमानकर पाप भार बहि नै जाउछथि जगतर पाप भार बहि नै जाउछथि पाप बहनकारी बळी यीशु ख्रीष्ट होउछथि से पाप बहन करकारी बळी जे आमानकर पाप सकाशे बळी हेबा पय जाउछथि ए होउछथि से यीशु ख्रीष्ट किंतु आजी भाववादी माने आजी एई कथा कहंती कोन कहंती ये होउछथि समस्या समाधान करी यीशु ये होउछथि रोग सुस्थ करी यीशु ये होउछथि अभाव मोचन करी यीशु ये होउछथि प्रार्थना श्रवण करी यीशु ए होउछथि आमानकर एई सबु 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 विषय आशीर्वाद दाता यीशु प्रिय माने ए सबु अटंती सत किंतु प्रथमे हमकु जानिबा कहबो से आमानकर पाप बहन करी यीशु जहन केते वास्तव भाबा थिले केते माने सुंदर भाव से भाबाणी प्रचार करथिले तो ताको से तो आज जति हमकु तुलना कर जाउची हमकु लज्जा लागुची हमकु माने गोटे दुख लगुच जे सतरे आम मुंड केमती तलक नई जाउची जहन 10 पर्व 41 पद आ लुक 1 पर्व तार 16-17 पद जे देखु लेखा जाउची से कोनोसी अलौकिक कार्य साधन करि नथिले किंतु प्रभुଙ୍କ निमंते लोक मान को प्रस्तुत करूथिले कोनोसी अलौकिक काम करू नथिले बड़ बड़ आश्चर्य कर्म एमते किछि से करू नथिले आश्चर्य चिन्ह देखाउ नथिले किंतु गोटाए काम करुथिले कोन लोक मान को प्रस्तुत करुथिले प्रभुଙ୍କ निमंते आज आमे लोक मान को प्रस्तुत करूछु प्रभुଙ୍କ निमंते ना प्रभुଙ୍କ निमंते प्रस्तुत होइतबा लोक मान को गोटे स्थान रो आ गोटे स्थान को नै जाउछु से माने गोटे दल रे अछंती आ गोटे दल को नै जाउछु से मान को मन मुताबक खाद्य दे से मान को मन को आकृष्ट करूछु सत्य पथरु से मान को भ्रांत कर दउछु चिंतार विषय आलोचनार विषय सब विषय गुड़ाक हमें कहा निमंते लोक मान को प्रस्तुत करूछु मो दल निमंते मो संस्था निमंते मो निजर लाभ निमंते माछ मान को मारिबी मो खळोरी रखिबी निजे नै कि खाइबी ना नाही माछ मान को मारिबी निजे नै गोटे पोखरी छाड़ देबी जोटा गोटे मृत पोखरी अछि सेटु नै आसी गोटे जीवन रूपक पोखरी छाड़ देबी जोटी से माने बंचिबे जोटी से माने आनंद रहबे जोटी से माने खुशी रे रहबे मो निजर पाइ न से पे स्पष्ट भाव कहले जाउछि कोन जे से प्रभुଙ୍କ निमंते जहाँ भी करूछंती लोक मान को प्रस्तुत सेटा प्रभुଙ୍କ निमंते से करूछंती अलौकिक कार्य किसी दरकार नहीं आज समस्त अलौकिक कार्य पछरे पड़िछंती आश्चर्य कर्म पछरे पड़िछंती तेल पानी रो पछरे पड़िछंती रुमाल डोरी रो पछरे पड़िछंती सेते बेले सेमती किसी नथिला लोक मान को सेमान को अपरिवर्तित हृदय रे छाड़ी देबाटा बहुत कष्टदायक विषय आमाने अलौकिक कार्य करिबा नहीं आश्चर्य कर्म गुडाक द्वारा लोक मान को भ्रांत कराइबा नहीं सेटा बड़ विषय नुह आश्चर्य कर्म घटिबो किंतु सब बेले रहिबो नहीं जदि कौन सी दिन आश्चर्य कर्म घटिला नहीं तार रोग सुस्थ हला नहीं जदि तार अभाव मोचन हला नहीं जदि ताकू आमे कहितबा कथा पूर्ण हला नहीं ताले से फेरी जीवो से कहबो किछि कले नहीं प्रभु अरे प्रभु जा करबा कथा करि सारिचंती तोर पाप पई बळी सारिचंती आउ तारठु बड़ काम कोन प्रभु करथांते से मिथ्या प्रतारणा करंतु नहीं प्रलोभन दियंतु नहीं
କେବଳ ପାପ ବହନକାରୀ ଯୀଶୁ ବୋଲି ସେମାନଙ୍କୁ ଜଣାନ୍ତୁ, ନହେଲେ ସେମାନଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ସେମିତି ଫେରିଯିବେ। ସେଥିପାଇଁ ପ୍ରଥମରୁ ମୁଁ କହିଦେଉଛି ଯେ ଯୋହନ କୌଣସି ଅଲୌକିକ କାମ କରୁନଥିଲେ, କିନ୍ତୁ ପ୍ରଭୁଙ୍କ ନିମନ୍ତେ ଗୋଟେ ଭଲ କାମ କରୁଥିଲେ। କଣ? ଲୋକମାନଙ୍କୁ ପ୍ରସ୍ତୁତ କରୁଥିଲେ। ଆଜି କିନ୍ତୁ ଲୋକମାନେ ଅଲୌକିକ କାର୍ଯ୍ୟ ଗୁଡିକ ପାଇଁ କଣ ହନ୍ତି? ଆଗ୍ରହୀ ଅଟନ୍ତି, ଆଉ ଲୋକମାନଙ୍କୁ ଏଇ ପ୍ରକାର ଅପରିବର୍ତ୍ତିତ ଅବସ୍ଥାରେ ଛାଡି ଦେଇକି ଚାଲି ଯାଆନ୍ତି। ଲୋକରଚିତ ସୁସମାଚାର 3:11 ଲେଖାଯାଉଛି, ସେ ଦରିଦ୍ର ମାନଙ୍କୁ ସମ୍ପତ୍ତିର 50% ଦେବା ପାଇଁ ଲୋକମାନଙ୍କୁ କହୁଥିଲେ। କୋଉମାନଙ୍କୁ ଦେବା ପାଇଁ କହୁଥିଲେ? ଯୋହନା ଦରିଦ୍ର ମାନଙ୍କୁ ସେମାନଙ୍କ ସମ୍ପତ୍ତିର 50% ଦେବା ପାଇଁ କହୁଥିଲେ। କିନ୍ତୁ ଆଜି ଆମେ କହୁ ଯଦି କେହି ଆଶୀର୍ବାଦ ପାଇବାକୁ ଚାହୁଁଛି ତାହେଲେ ସେ ଆମକୁ 10 ମାଂସ ପଠାନ୍ତୁ, 10 ମାଂସ ଦିଅନ୍ତୁ। ଆପଣ ଯଦି 10 ମାସ ଦେବେ ନାହିଁ ମତେ, ତାହେଲେ ଆପଣ ବୃଦ୍ଧି ପାଇବେ ନାହିଁ। 10 ମାସ ଦେବେ ନାହିଁ ତାହେଲେ ଆପଣଙ୍କୁ ଆଶୀର୍ବାଦ ଆସିବ ନାହିଁ। ଯୋହନ ସେମିତି କହୁନଥିଲେ। ଯୋହନ କହୁଥିଲେ କଣ? ତୁମ ଦରିଦ୍ର ମାନଙ୍କୁ କଣ କର? ତୁମ ସମ୍ପତ୍ତିର 50% ଦିଅ। ଆଜିର ବାକ୍ୟ ସେ ଅନୁସାରେ ପ୍ରସ୍ତୁତ କରାଯାଉଛି। ଲୋକମାନଙ୍କୁ ସିଧାସଳଖ ଭାବରେ କୁହାଯାଉଛି ଯେ ଦାନ ଦେଲା ବେଳେ ଯେମିତି ଠନ ଠନ ଶବ୍ଦ ଶୁଭିବ ନାହିଁ, ସେମିତି ଦାନ ଦିଅନ୍ତୁ। ମତେ ଆଶ୍ଚର୍ଯ୍ୟ ଲାଗେ। କେବେ ତାଙ୍କ ପାଇଁ ମୁଁ ପ୍ରାର୍ଥନା କରୁନାହିଁ ପ୍ରଭୁ ତାଙ୍କୁ ରୋଜଗାର ଦିଅନ୍ତୁ, ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେମାନେ ଗୋଟେ ଭଲ କାମ ପାଆନ୍ତୁ, ଯୋଉଥିରେ ସେମାନଙ୍କ ପରିବାର ଗୁଜରାଣ ମେଟିବ, ସେମାନଙ୍କ ଆର୍ଥିକ ଅନାଟନ ଦୂର ହବ, ସେମାନେ ସକ୍ଷମ ହେବେ ତୁଣ୍ଡ କୋଟେ ଆସିବା ପାଇଁ। କିନ୍ତୁ ମୁଁ ତାଙ୍କୁ କଣ କରିବି? ତାଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା କରି ତାକୁ କହିବି କଣ? ଯେମିତି ଠନ ଠନ ଶୁଭିବ ନାହିଁ ସେମିତି ଦାନ ଦେବାକୁ ଶିଖ। ଗୋଟେ ବାକ୍ୟରେ ନାହିଁ, ବାକ୍ୟ ବାହାର କଥା ଗୁଡା ଗୁଡା। ଯୋହନ ସେମିତି କଣ କହୁଥିଲେ? ଯୋହନ କହୁଥିଲେ ଦରିଦ୍ର ମାନଙ୍କୁ ଦିଅ, ଆଶୀର୍ବାଦ ତ ସେଇଠୁ ଆସିବ। ଲୋକରଚିତ ସୁସମାଚାର 3:19-20 ଲେଖାଯାଇଛି, ସେ ବ୍ୟଭିଚାର ପାପ ନିମନ୍ତେ ଜଣେ ରାଜାଙ୍କୁ ଭର୍ତ୍ସନା କଲେ। ହେରୋଦଙ୍କୁ ଡାଇରେକ୍ଟ ସିଧାସଳଖ ଭାବରେ ସେ କହିଥିଲେ, ଆମେ ଆଜି ସାହସ କରିପାରିବୁନି। ଗୋଟେ ବଡ ରାଜନୈତିକ ନେତା ହଉ, ମଣ୍ଡଳୀର ଦକ୍ଷ ପରିଚାଳକ ହୁଅନ୍ତୁ, କିମ୍ବା ଆମ ଆଗରେ କିଏ ଗୋଟେ ଭଲ ଲୋକ ଥିବ, ବଡ ଲୋକଟେ ଯାହାକୁ ଆମେ ବଡ ବୋଲି ଭାବୁ ବିଭିନ୍ନ କ୍ଷେତ୍ରରୁ, ଯଦି ସେ ପାପରେ ଅଛି, ଯଦି ସେ ବ୍ୟଭିଚାର କରୁଛି ବା କୌଣସି ପ୍ରକାର ଗୋଟେ ତା ଜୀବନରେ ଦୋଷ ବା ତ୍ରୁଟି ଦେଖୁଛୁ, କେବେ ବି ଆମେ ତାକୁ ଭର୍ତ୍ସନା କରିପାରୁନା। ଏଇଟା ହଉଛି ଆମମାନଙ୍କ ଦୁର୍ବଳତା। ବରଂ ଆମେ ତାକୁ କଣ କରୁଛୁ? ଅଭିନନ୍ଦନ ଜଣାଉଛୁ, ଯେମିତି ଆମେ ସେମାନଙ୍କ ଅନୁଗ୍ରହ ପାଇବୁ। ଆଜିର ସମାଜ ସେଇଟା, ଆଜିର ସମାଜର ଲୋକମାନେ ସେୟା ହିଁ କରୁଛନ୍ତି। ସେମାନେ ସେମାନଙ୍କର ପାପକୁ ଦେଖିଲେ ମଧ୍ୟ ସେମାନଙ୍କୁ ଭର୍ତ୍ସନା କରୁନାହାନ୍ତି, ବରଂ ସେମାନେ କେମିତି ତାଙ୍କଠାରୁ କିଛି ପାଇବେ ସେଇ ଆଶାରେ ସେମାନଙ୍କୁ ଉତ୍ସାହିତ କରିଦଉଛନ୍ତି। ପାପକୁ ପାପ ବୋଲି ଧରୁନାହାନ୍ତି ସେମାନେ। ଯୋହନ 3:30 ଲେଖାଯାଉଛି, ସେ ଗୋଟିଏ କଥା କହିଥିଲେ ତାହାଙ୍କୁ, ଅର୍ଥାତ୍ ଯୀଶୁଙ୍କୁ, ଅବଶ୍ୟ ବୃଦ୍ଧି ପାଇବାକୁ ହେବ, କିନ୍ତୁ ମତେ ହ୍ରାସ ହେବାକୁ ହେବ। କିନ୍ତୁ ଆଜିକାର ଭାବବାଦୀ ମାନେ ଯୀଶୁଙ୍କ ନାମରେ ନିଜକୁ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଆପଣ ଏ ବିଷୟରେ ନିଜେ ନିଜେ ଅନୁଭବ କରିପାରିବେ। ମୁଁ କହିବା ପାଇଁ ଚାହୁଁନାହିଁ, ମୁଁ କହିଲା ମାନେ ଭାବିବେ କଣ ଭାଇ ଏମିତି କହୁଛନ୍ତି। ସେତେବେଳେ ଯୋହନ କହୁଥିଲେ ଯେ ମୁଁ ହ୍ରାସ ପାଇଯାଏ, ମୋ ଠାରେ ପ୍ରଭୁ ବୃଦ୍ଧି ପାଆନ୍ତୁ, ଯୀଶୁ ଖ୍ରୀଷ୍ଟ ବୃଦ୍ଧି ପାଆନ୍ତୁ। କିନ୍ତୁ ଏବେକାର ପ୍ରସଙ୍ଗ ହଉଛି କଣ? ଯେ ଯୀଶୁଙ୍କ ନାମରେ ମୁଁ କେମିତି ବୃଦ୍ଧି ପାଇଯାଏ, ମୁଁ କେମିତି ପ୍ରତିଷ୍ଠିତ ହେଇଯାଏ। ସେଇଥିପାଇଁ ତ ମୁଁ ଏପଟେ ବାପ୍ତିସ୍ମ ଦଉଥିବି, ସେପଟେ ଅନଲାଇନ ଛାଡୁଥିବି, ମୁଁ ଏପଟେ ଘର କରୁଥିବି, ସେପଟେ ଅନଲାଇନରେ ଛାଡୁଥିବି, ମୁଁ ଏପଟେ ଏଇ ସେବା କରୁଥିବି, ସେପଟେ ଅନଲାଇନ ଛାଡୁଥିବି। ତୁମାନେ ଦେଖ ମୁଁ କଣ କରୁଛି। କିନ୍ତୁ ବୋଧ ଏଇ ପ୍ରଭୁ କଣ କରିଛନ୍ତି ସେଟା ପ୍ରଭୁ ଜାଣିଛନ୍ତି। ପ୍ରଭୁ ଶେଷ ଦିନରେ ସେଥିରେ ଗୌରବ ପାଇବେ। ମତେ କହିବାକୁ ପଡିବନି, ବାହାସ୍ପଟ ମାରିବାକୁ ପଡିବନି, ଦେଖାଇବାକୁ ପଡିବନି ଲୋକମାନଙ୍କୁ। ମୁଁ ହ୍ରାସ ପାଏ ବୋଲି କୁହାଯାଉଛି। ମୁଁ ଯେ ପର୍ଯ୍ୟନ୍ତ ନିଜକୁ ହୀନ କରୁନାହିଁ, ନିଜକୁ ନିଚ କରୁନାହିଁ, ପ୍ରଭୁ କେବେ ବି ଉନ୍ନତ କରିବେ ନାହିଁ। ମୋ ଜୀବନରେ ପ୍ରଭୁ ଉନ୍ନତ ହଉନାହାନ୍ତି, ସେଇଥିପାଇଁ ଯେହେତୁ ମୁଁ ପ୍ରଭୁଙ୍କ ଠାରୁ ନିଜକୁ କଣ ଭାବୁଛି? ଶ୍ରେଷ୍ଠ ବୋଲି ଭାବୁଛି। ମୁଁ ପ୍ରଭୁଙ୍କ ଛାମୁରେ নত ହେଉନାହିଁ, ହ୍ରାସ ହଉନାହିଁ।
ଲୋକରଚିତ ସୁସମାଚାର 11 ପର୍ବ 1 ପଦରେ କୁହାଯାଉଛି ସେମାନେ ସେମାନଙ୍କ ଅନୁଗାମୀ ମାନଙ୍କୁ ଲେଖିବାକୁ ଅବଶ୍ୟ ଦାନ ସଂଗ୍ରହ କରି ପଠାଇବାକୁ କୁହନ୍ତି। ଆପଣ ଦେଖିଥିବେ ଲୋକରଚିତ ସୁସମାଚାର 11 ପର୍ବ 1 ପଦରେ ଗୋଟିଏ କଥା ଲେଖା ହେଇଥିଲା ଯେ ସେ ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ଶିଖାଇଲେ। ମାନେ ସେ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ପାଇଁ ଶିଖାଇଲେ। ଆମେ ଆମର ଶିଷ୍ୟମାନଙ୍କୁ ଅର୍ଥାତ୍ ଆମ ତଳସ୍ଥ ଅଧୀନସ୍ଥ ମାନଙ୍କୁ କଣ ଶିଖାଉ? କେମିତି ଦାନ ସଂଗ୍ରହ କରିବାକୁ ହେବ, କେମିତି ଘର ଘର ଯିବାକୁ ହେବ, କେମିତି ପଇସା ଉଠାଇବାକୁ ହେବ। ଚିନ୍ତା କରନ୍ତୁ, ଜଣେ ପ୍ରାର୍ଥନା କେମିତି କରିବୁ ଆମକୁ ଶିଖାଉ ବୋଲି କହୁଛନ୍ତି। କାରଣ ଆପଣ ଦେଖିବେ ସବୁ ସମୟରେ ଯୀଶୁଙ୍କ ନିକଟକୁ ଶିଷ୍ୟମାନେ ଆସୁଛନ୍ତି, କହୁଛନ୍ତି ଆଜ୍ଞା ଯୋହନ ଯେମିତି ତାଙ୍କ ଶିଷ୍ୟମାନଙ୍କୁ ଶିଖାଇଲେ ପ୍ରାର୍ଥନା କରିବା ପାଇଁ, ଆପଣ ଆମକୁ ପ୍ରାର୍ଥନା କରିବା ପାଇଁ ଶିଖାଉନାହାନ୍ତି। ତ ଯୀଶୁ କହିଲେ ଏଇପରି ପ୍ରାର୍ଥନା କର। ତାପରେ ସେ ଆମେ ଦେଖୁଛୁ ଆୟାମାନଙ୍କୁ ସ୍ୱର୍ଗସ୍ଥ ପିତା ଏଇ ପ୍ରାର୍ଥନା ଯୀଶୁ ଶିଖାଇ ଦେଲେ। ତା ପୂର୍ବରୁ ସେମାନେ କହିଥିଲେ ପ୍ରସଙ୍ଗଟା ଧରିକି ଯେ ଯୋହନ ତାଙ୍କ ଶିଷ୍ୟମାନଙ୍କୁ ଶିଖାଉଛନ୍ତି ପ୍ରାର୍ଥନା କରିବା ପାଇଁ। ଆଜିକାର ଯୋହନ ମାନେ କଣ ଶିଖାଉଛନ୍ତି? ପ୍ରାର୍ଥନା କରିବା ପାଇଁ ଶିଖାଉଛନ୍ତି ନା ଘରେ ଘରେ ଯିବା ପାଇଁ ଶିଖାଉଛନ୍ତି, ଦାନ ଉଠାଇବା ପାଇଁ ଶିଖାଉଛନ୍ତି? ସେଥିପାଇଁ ବି ଶିକ୍ଷା ଦିଆଯାଉଛି। ସେଥିପାଇଁ ମାଥିଉ ଲିଖିତ ସୁସମାଚାର 3 ପର୍ବ 4 ପଦ ସେ ତାଙ୍କ ଖାଦ୍ୟ ତାଙ୍କ ପୋଷାକରେ ନିରାଡମ୍ବର ଥିଲେ। ମାନେ କୌଣସି ଚାକଚକ୍ୟ ଥିଲା, କୌଣସି ସେମିତି ଗୋଟେ ମାନେ ଭଲ ଖାଇବି, ଭଲ ପିଇବି, ଭଲ ପିନ୍ଧିବି, ଭଲ ଘରେ ରହିବି, ଗୋଟେ ଆଡମ୍ବର ପୂର୍ଣ୍ଣ ଜୀବନ ଯାପନ କରିବି, ଗୋଟେ ବିଳାସ ବିଷଣ ଜୀବନ ଯାପନ କରିବି, ଏମିତି କିଛି ନଥିଲା ଯୋହନଙ୍କର। କିନ୍ତୁ ଆଜି ଆମମାନଙ୍କ ଗୃହ ଆଡମ୍ବର ପୂର୍ଣ୍ଣ ହେବ, ଆମମାନଙ୍କର ବିଳାସ ବିଷଣରେ ଆମମାନଙ୍କ ଜୀବନ ଯାପନ କରିବୁ। ଆମମାନେ ଯୋଉଥିରେ ଯେତେ ସରଳ ବିଶ୍ୱାସ ମାନେ କଣ ହେଇଯିବେ, ଭ୍ରାନ୍ତ ହେଇଯିବେ। ଏହାର ଅର୍ଥ ନୁହଁ ମୁଁ କହୁନାହିଁ ଆପଣ ଭଲ ଘରେ ରୁହନ୍ତୁ, ଭଲ ଖାଆନ୍ତୁ, ଭଲ ପିଅନ୍ତୁ, ଭଲ ରୁହନ୍ତୁ। ମୁଁ ଯୋହନଙ୍କ ସହିତ ନିଜକୁ ତୁଳନା କରୁଛି ଯେ ତାଙ୍କର ପସନ୍ଦ କଣ ଥିଲା, ଇଚ୍ଛା କରୁଥିଲେ କଣ, ସେ କାହାର ସ୍ୱର ଥିଲେ, କୌଣସି ଦଳର ଥିଲେ ନା ଈଶ୍ୱରଙ୍କର ସ୍ୱର ଥିଲେ? ଯୋହନ କଣ ଶିକ୍ଷା ଦଉଥିଲେ? ସେ ମନ ପରିବର୍ତ୍ତନ କରିବା ପାଇଁ ଚାହୁଁଥିଲେ ନା ନାଇଁ ସେମିତି ଅପରିବର୍ତ୍ତିତ ହୃଦୟ ନେଇ ଫେରିଯାଉ ବୋଲି କହୁଥିଲେ? ତ ଏସବୁ ବିଷୟ ଗୁଡାକ ହଉଛି କଣ ଆଜି ପାଇଁ ଗୋଟେ ଚିନ୍ତାଜନକ ବିଷୟ। ସେଇ ସମୟ ପରେ ଆଜି ବି ଲୋକମାନେ ମଣ୍ଡଳୀରେ କଣ କରୁନାହାନ୍ତି, ମନ ଫେରାଉନାହାନ୍ତି। ଆଜି ବି ସେମାନେ କଳ୍ପିତ କାହାଣୀ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି, ମନଗଢା କଥା ଶୁଣିବା ପାଇଁ ଚାହୁଁଛନ୍ତି। ପସନ୍ଦ ଯୋଗ୍ୟ ମୁତାବକ ଅନୁସାରେ ସେମାନେ ଶିକ୍ଷକ ମାନଙ୍କୁ ସଂଗ୍ରହ କରୁଛନ୍ତି, ଯୋଉଟା ପାଉଲକୁ ପସନ୍ଦ ନୁହଁ। ପାଉଲ କହୁଛନ୍ତି ତିମୋଥୀକୁ ସେଥିପାଇଁ ଯେ ତିମୋଥୀ ଦେଖ, ଆମେ ସୁସମାଚାର ପ୍ରଚାର କରିବା, ଆମକୁ ଯୋଉ ସେବାର ଦାୟିତ୍ୱ ଦିଆଯାଇଛି ସେ କାର୍ଯ୍ୟକୁ ସମ୍ପନ୍ନ କରିବା। ଶେଷ କାଳର ଘଟଣା ହଉଛି ଏଇଟା ବା ସମୟ ହଉଛି ଏଇଟା, ଲୋକମାନେ ସତ୍ୟ ଶୁଣିବା ପାଇଁ ପସନ୍ଦ କରିବେ ନାହିଁ, କଳ୍ପିତ କାହାଣୀରେ ମନ ଦେବେ। କିନ୍ତୁ ତମେ ସତର୍କ ରୁହ, ତମେ ଯେମିତି ସେମିତି କହିବ ନାହିଁ, ତମେ ଯେମିତି ସେମିତି ହେବ ନାହିଁ, ସେମାନଙ୍କ ଭିତରୁ ଜଣେ ବୋଲି ତୁମେ ହେବ ନାହିଁ। ତମେ ସ୍ୱତନ୍ତ୍ର, ତୁମେ ବିଶେଷ, ତୁମକୁ ମୁଁ ପ୍ରସ୍ତୁତ କରୁଛି ସେଥିପାଇଁ ଯେ ପ୍ରଭୁଙ୍କର ଉଦ୍ଦେଶ୍ୟକୁ ବହନ କର, ପ୍ରଭୁଙ୍କ ଇଚ୍ଛାକୁ ତୁମେ ସଫଳ କର, ସୁସମାଚାର ସେବାକୁ ତୁମେ ସମ୍ପନ୍ନ କର। ଆଜି ଆମମାନଙ୍କ ପାଇଁ ମଧ୍ୟ ପ୍ରଭୁ ସେଇ କଥା କୁହନ୍ତି। କିଏ କଣ କରୁଛି କରୁ, କିଏ କଣ କହୁଛି କହୁ, ଆମର ସେଥିରେ ଯାଏସ ନାହିଁ। ଆମେ ନିଜେ କିନ୍ତୁ କଣ କରିବୁ, ପ୍ରସ୍ତୁତ ରହିବୁ, ସତର୍କ ରହିବୁ, ଈଶ୍ୱରଙ୍କ ସ୍ୱର ସାଜିବୁ, ଈଶ୍ୱରଙ୍କ ଇଚ୍ଛା ମତ ସ୍ଥାନକୁ ଯିବୁ, ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିବୁ, ଆଉ ସେମାନଙ୍କୁ ପ୍ରଭୁଙ୍କ ଆଡକୁ କଢାଇ ନେବୁ। ପ୍ରଭୁ ଆମମାନଙ୍କୁ এই অল্প বাক্যরে আজ আশীর্বাদ করন্তু। ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ମତେ ସୁଯୋଗ ଦେବେ ଥ୍ରୁ ଆଉ ଥରେ ଧନ୍ୟବାଦ ଦଉଛି, ଆଉ ଥରେ ପ୍ରଭୁଙ୍କ ନାମରେ ଆପଣମାନଙ୍କୁ ନମସ୍କାର ଜଣାଉଛି। ପ୍ରେଜ୍ ଦ ଲର୍ଡ। Thank you.